ବୋଲି ଆମେ ଚଳେଇ ଦବୁ। ମୁଁ ସାରେ ଖଟା ଭିତରେ ମେଥି ଗୁଣ୍ଡା ଟିକେ ଟିକେ ମଝିରେ ମାଡ କରିବି। ସେଠେଇକି ବସିକିରି କହ ପାଗ ଜମିଯିବ। ମୋ କହିବାର ତାତ୍ପର୍ଯ୍ୟ ଆଜ୍ଞା କୋଉ ମାୟା କବଳରେ ପଡିବାରୁ ମଣିଷ ବସ୍ ରାଧାନାଥ କହିଲେ ହଁ କହିଲେ ମାୟା ଚେର ତଳେ ଭେଦିବ ଯେତିକି ରେ ଭେଦିବା ଯେତିକି ରେ ଭେଦିବା ଯେତିକି ଅନ୍ତକର ଗଳେ ଢେକିବା ଯେତିକି ଅନ୍ତକର ଗଳେ ଢେକିବା ଯେତିକି ରେ ଭେଦିବା ଯେତିକି ଏ ମାୟା ଚେର ତଳେ ଭେଦିବା ଯେତିକି। ରାଧାନାଥ କହିଲେ ମାୟା ଚେର ଯେତିକି ତଳକୁ ତଳକୁ ତମର ଯିବ ଆଜ୍ଞା ଅନ୍ତକ କହିଲେ ଯମ ତମକୁ ସେତିକି ଜୋର କରିକିରି ଭିଡିବ। ହେ ଯେତେବେଳେ ପ୍ରାଣ ନବ ଆଜ୍ଞା ଆପଣ ତଳି ପକେଇଥିବେ ଧାନ ତଳି ଆଜ୍ଞା ହଁ 20 ଦିନରୁ ବେଶୀ ହେଲେ ଚେର ଗାଡୁଆ ହେଇଯିବ। ପଞ୍ଚର ଗାଡୁଆ ହବ। ଚେର ଗାଡୁଆ ହବ ଯେତେ ବଳ ପ୍ରୟୋଗ କରିବ ତମେ ସେତେ ଆଜ୍ଞା ଜୋର କରି ପୁଳେ ଛିଡିଯିବ ପୁଳେ ରହିବ। ଆଜ୍ଞା ସେମିତି ମାୟା ଚେର ଆମର ଯେତିକି ତଳକୁ ତଳକୁ ଯିବ ଯିବ ଅନ୍ତକ କହିଲେ ଯମ ସେତିକି କଷ୍ଟ ଦେଇକିରି ତମକୁ ମାରିବ। ମାରି ତାହେଲେ ମାୟା କଣ କିରେ? ମୁଣ୍ଡ ଖଟିଲାନି ସାରେ ମାୟା କଣ? ତାହେଲେ ମାୟା କାହାକୁ କହନ୍ତି? ସନ୍ଥ କବି ଭୀମ ଭୋଇ କହିବେ ଆଚ୍ଛା ଆଚ୍ଛା କଲେ ଧନ ଦାରା ସୁତ ବନ୍ଧୁ ବର୍ଗ ବାଲାକୁ ଆମ ପିଲା ବାଟି ଖେଳ ବୋଲି ଭାବିକିରି ପଳେଇ ଯାଇଛନ୍ତି। ଛିଡା ହ। ଧନ ଦାରା ଦାରା କହିଲେ କଣ ବୁଝୁ? ଏଇ ଯୋଉ ଦାରେ ଧାନ କଟା ହେ ଆଉ। ଆରେ ମୂର୍ଖ ଆଉ ଯୋଉ ବଜାନ୍ତି ଆଜ୍ଞା ଟାଣ 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 ନାଇଁ ଆଉ କଣ? ଦାରା ଅର୍ଥ ସ୍ତ୍ରୀ। ଆଜ୍ଞା କବି କହିଲେ ଧନ ଦାରା ସୁତ ବନ୍ଧୁ ବର୍ଗ କେହି କାହାକୁ ନ ନିୟନ୍ତି ସ୍ୱର୍ଗ ସ୍ୱର୍ଗ। ଏମାନେ ବିଷୟା ସର୍ବେ ସର୍ବେ ମୋହ ମାୟା। ମାୟା ମାୟା ଶବ୍ଦର ଗୋଟିଏ ଅର୍ଥ ହଉଛି ବିଷୟା। ହଁ 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 ବିଷୟ ବୁଝିପାରିଲୁ? ହଁ ତାକୁ ଆହୁରି ସରଳ କରିଦେଲେ ହବ କଣ ନଶ୍ୱର ବସ୍ତୁରେ ଶାଶ୍ୱତ ପ୍ରେମ ଆଜ୍ଞା ସମାନ ମାୟା। ମାୟା ମାୟା ନ ଈଶ୍ୱରୀୟ ବସ୍ତୁ ଯାହା ତା ପ୍ରତି ଯଦି ତମେ ଆଦର କଲ ଆଜ୍ଞା ତାହେଲେ ତାକୁ କୁହାଯିବ ମାୟା। ମାୟା ମାୟା ଧରିନିୟ ସ୍ତ୍ରୀ ସ୍ୱାମୀ ୟାକୁ କଣ ଆମେ ଭାବିଛେ ଭଲ ବୋଲି? ଆଉ ଏଇଟା ଭଲ ନୁହଁ କଣ ମନ୍ଦ? ଭାଗବତରେ ଲେଖା ହେଇଛି କଣ? କହିଲେ ନାରୀ ମୋହିନୀ ବିଷ୍ଣୁ ମାୟା ଧନେ ଯେ सोने के दो छाया ନାରୀ କି କୁହାଯାଇଛି ମାୟା। माया माया ନାରୀ ପାଇଁ ପୁରୁଷକୁ କୁହାଯାଇଛି ମାୟା। आज्ञा ପୁରୁଷ ପାଇଁ ପୁଅ ଝିଅକୁ କୁହାଯାଇଛି ମାୟା माया माया ଏବଂ ଧନରତ୍ନକୁ ବି କୁହାଯାଇଛି ମାୟା। माया ତାମାନେ ସେଗୁଡିକ ନ ଈଶ୍ୱରୀୟ ବସ୍ତୁ ତାରି ପ୍ରତି ଆମେ ଆସକ୍ତି ହବା ଅର୍ଥ आज्ञा ମାୟା ଶକ୍ତ ହବା। हवा ସେଇ ତ ଆମକୁ ବାଟ ଛାଡୁନି ଆଉ। ठीक 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 ଧରିନିଅ ମୁଁ ଜଣେ ସ୍ୱାମୀ आहा ସ୍ୱାମୀର କର୍ତ୍ତବ୍ୟ ସ୍ତ୍ରୀକୁ ସଧର୍ମିଣୀ ହିସାବରେ ପ୍ରୀତି କରିବା। ठीक ମୁଁ ଯଦି ତାଙ୍କୁ ଉପଭୋଗ୍ୟା ହିସାବରେ ଗ୍ରହଣ କଲି आहा କଣ ହବ कौन ନା ଉପଭୋଗାତ ବିଷମହନ୍ତି आहा ବିଷୟା ସ୍ମରଣାଦପି। अच्छा ନା ସିଏ ବିଷରେ ପରିଣତ ହବ ତାକୁ କୁହାଯିବ ବିଷୟାସକ୍ତ ମଣିଷ ବା ମାୟାସକ୍ତ ମଣିଷ। मनीष ଧରିନିଅ ମୁଁ ଜଣେ ସ୍ତ୍ରୀ ଆଜ୍ଞା। ସ୍ତ୍ରୀର କର୍ତ୍ତବ୍ୟ ସ୍ୱାମୀଙ୍କୁ ଦେବତା ହିସାବରେ ଜ୍ଞାନ କରି आज्ञा ସଂସାର ପାଇଁ ରତି କ୍ରୀଡ଼ାଦି ପ୍ରଦାନ କରି ଆହା। ବ୍ରହ୍ମଚର୍ଯ୍ୟ ନୀତି ନିୟମ ଅନୁସାରେ ଚଳିବା। बस बस ସ୍ୱାମୀଙ୍କୁ ଧର୍ମ ପଥର ପଥିକ କରାଇବା। हाँ ଯଦି ସ୍ୱାମୀ କି ଭାବିଲି କେବଳ କାମନାର ବଶବର୍ତ୍ତୀ ହେଇ आज्ञा ଉପଭୋଗ କରିବା ସେ ମତେ ଧନ ଦଉଛନ୍ତି ବୋଲି ଆନନ୍ଦରେ ତାଙ୍କୁ ଗ୍ରହଣ କରିବା आहा हाँ ବୁଝିଉଛି। ଆହା। ଏ ନିୟମରେ ଯଦି କାମନାର ବଶବର୍ତ୍ତୀ ହେଇ ସ୍ତ୍ରୀ ସ୍ୱାମୀ ସହିତ ରତି କ୍ରୀଡ଼ାରେ ମାତ୍ରୀ ଆହା। ତାହେଲେ ତାକୁ କୁହାଯିବ ସ୍ତ୍ରୀ ସ୍ୱାମୀ ପ୍ରତି ମାୟାସକ୍ତ ବା ବିଷୟାସକ୍ତ। ଯଦି ତାକୁ ତ୍ୟାଗ କରିଦେଇଛି ମାୟାତୀତ। बस बस ଏଥରକ ମାୟା କଣ ପରିଷ୍କାର ହେଇ ବୁଝିଗଲୁ? परिष्कार ଏଇ ମାୟା ଚେର ଯେତିକି ତଳକୁ ତଳକୁ ଯିବ आहा ସେତିକି ଯମ ତତେ ଭିଡିବ। भिड़ी बोले बापा
ପୁରାଣର କାହାଣୀ ଲେଖା ହେଲା ଏଇଥିପାଇଁ ଠିକ 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 ଯମପୁର ବୋଲି ଗୋଟିଏ ପୁର ଅଛି ଆଜ୍ଞା କାଳେ ମଣିଷ ଡରିବନି ତା ଇଚ୍ଛାରେ ଯାହା ପାଇବ ତା କରିବ ଆମେ ତ ଆମ ଇଚ୍ଛାରେ କରୁଛେ ଆଜି ପାଲାବାଲା ଆମର କୁକୁଡ଼ା ଖାଇଛନ୍ତି ବୁଝିଉଛି ଆଜ୍ଞା। ତାଙ୍କର 3 ଆମର 5 ଜଣ ଯାକ ପଞ୍ଚ ହଇରେ ଆଜ୍ଞା କୁକୁଡ଼ା ବୁଲୁଥିଲା ଆଜ୍ଞା ତମେ ଖାଇଲ ବୋଲି ଗାଁ ବାଲା ଆମର ଦେଲେ ହଁ ହଁ କହୁନାହାନ୍ତି ଆପଣ ମାନେ କାହିଁକି ଏସବୁ ହେଇଛି କାହିଁକି କଣ ପାଇଁ ହେଇଛି ନା କେବଳ ମଣିଷ ମାୟାସକ୍ତ ହେଇ ଖାଦ୍ୟ ପ୍ରତି ଆସକ୍ତି ବଢିବାରୁ ଠିକ ଠିକ ବୁଝିଲୁ ହଁ। କଥା କୁଆଡିକି ଯାଉଛି ଆଜ୍ଞା ମାୟା ସୁକ୍ତ ପ୍ରାୟ ମଣିଷ ହଉଛି କିନ୍ତୁ ମାୟା କାହାକୁ କହନ୍ତି ବୋଲି ବୁଝିପାରିଲୁ କି ନାହିଁ ଗଲା ପରିଷ୍କାର ଏଇ ମାୟା ଚେର ଯେତିକି ତଳକୁ ଭିଦିବ ଯମ ତତେ ତୋ ପ୍ରାଣକୁ ନେଇଯିବ ଆଜ୍ଞା, ଆଜ୍ଞା। ଜୋର କରି ଟାଣିବ ପ୍ରାଣ ନବା ପରେ ହଁ। ସେଠି ତାକୁ ଗୋଟିଏ କାରଣ ଶରୀର ଦବ ହଁ ଜନ୍ତୁପତି ସେଠି ରାଜା ହଁ। ପୁରାଣ କେମିତି ଲେଖା ହେଇଛି ଦେଖନ୍ତୁ ହଁ। ଗରୁଡ ପୁରାଣର ପ୍ରେତ କଳ୍ପ ହଁ। ପଣ୍ଡିତ ମାନେ ମା ମାନେ ଗୋଟାଏ ସ୍ୱର୍ଗ ଯମପୁରର ବର୍ଣ୍ଣନା ଆଜ୍ଞା ପିତୃପତି ରାଜା ହେଲେ ସେଠି ହଁ ତାଙ୍କର 2 ଜଣ ଅଛନ୍ତି ପାଞ୍ଜିକାର ଆଚ୍ଛା କିଏ ସେ ଚିତ୍ର ଆଉ ଗୁପ୍ତ ଗୁପ୍ତ ତମେ ଯାହା ଭାବୁଛ ଆଜ୍ଞା ସେଇ ଅନୁସାରେ ସେ ସେଠି ଜାଣି ସାରିବେଣି ହଁ 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 ତମେ ଏଇନା ଭାବୁଛ କୁକୁଡ଼ା ଖାଇବି ଖାଇବି। କି ଛେଳି କାଟିବି ହଁ। କି ଦିଜାବଡ଼ା ପକେଇବି ସେ ତା ଖାତାରେ ଲେଖିଦେବେ ଆଉ ତମେ କରିଆ ଯାଏ ଯିବନି ସେ ଲେଖି ଦେଇଥିବେ ଠିକ 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 ବୁଝିଲୁ ଆଜ୍ଞା। ବୋଲେ ବଡ ଟାଣ ପଣ ଚିତ୍ରଗୁପ୍ତ ତହିଆରେ ଚିତ୍ରଗୁପ୍ତ ତହିଆରେ ଚିତ୍ରଗୁପ୍ତ ତହିଆ ବଡ ଟାଣ ତାର ପାଡ଼ିଆ ପାଡ଼ିଆ ବଡ଼ ଟାଣ ତାର ପାଡ଼ିଆ ପାଡ଼ିଆରେ ପାଡ଼ିଆ ପାଡ଼ିଆ ବଡ଼ ଟାଣ ତାର ପାଡ଼ିଆ ପାଡ଼ିଆ ଥାଉ ଚିତ୍ୟାନ ଚିନ୍ତୁଥିବ ବଜାହାରେ କିନ୍ତୁ ସେ ବଜାହାରେ ତା ପାଞ୍ଜିରେ ଲେଖା ହୋଇଛି ବତାହା ତାପାଞ୍ଜିରେ ଲେଖା ହୋଇଛି ବତାହାରେ ହୋଇଛି ବତାହା ଏ ତାପାଞ୍ଜିରେ ଲେଖା ହୋଇଛି ବତାହା ରାଧାନାଥଙ୍କର ଦରବାରରେ ଏତେ ପରିଷ୍କାର ହେଇକିରି ଲେଖା ହେଇଛି ଆଜ୍ଞା ଜଣେ ମଣିଷ ଯଦି ଦରବାର କାବ୍ୟ ପଢିବ ଶଙ୍କରାଚାର୍ଯ୍ୟଙ୍କର ମୋହ ମୁଦ୍ଗର ପଢିବ ହଁ ତା ମୋହ ପୁରା ନଷ୍ଟ ହେଇଯିବ ବୁଝିଯାଉଛି ଆଜ୍ଞା ତା ମାନେ ଯମଦୂତ ମାନେ ତମ ଶରୀର ଭିତରୁ ପ୍ରାଣକୁ କଷ୍ଟ ଦେଇକିରି ନେବେ ଠିକ ସେଠି ଗୋଟିଏ କାରଣ ଶରୀର ଦେବେ ଆହା ଏ ଶରୀର ତ ନଥବ ନାଇଁ ସେ କାରଣ ଶରୀରକୁ କଣ କରିବେ ହାତ ଗୋଡ ବାନ୍ଧିଦେବେ ଆଜ୍ଞା। ଗୋଟାଏ ଜାଗାରେ ପକେଇଦେବେ ହଁ। ଖାଦ୍ୟ ସବୁ ଟାଣିଦେବେ ଖାଦ୍ୟ କୁକୁଡ଼ା ମାଛ ଛେଳି ଛେଳି, ଭାତ ଡାଲି ତରକାରୀ ହଁ। କଦଳୀ ସେଓ ହଁ। ତୁ ଅନେଇଥବୁ ହାତ ଗୋଡ ଅଛି ହେଲେ। ହଜାରେ ହଜାରେ ବର୍ଷ କାନ୍ଦିବୁ ଯାଇପାରିବୁନୁ କି ଖାଇପାରିବୁନୁ ବାପା ଖାଲି ଛଟର ପଟର ହଉଥିବୁ ଦେଖୁ ଚାହୁଁ ଖାଇପାରିବୁନି ପୁଣି କଣ କରିବେ ଆଜ୍ଞା। ଗୋଟା ପରିସ୍ରା କୁଣ୍ଡ ଥବ ଯମପୁରରେ ଆଜ୍ଞା ଗରୁଡ ପୁରାଣରେ ଯମପୁରର ବର୍ଣ୍ଣନା ପଣ୍ଡିତ ମାନେ ମା ମାନେ କହୁଛି ଆଜ୍ଞା ପରିସ୍ରା କୁଣ୍ଡ ଅଗ୍ନିରେ ଫୁଟୁଥବ ତାର ଦେହରେ ତମକୁ ପକେଇବେ ଆଉ। ଦେଖ ଶହ ଶହ ବର୍ଷ ବାପା ଘାଣ୍ଟି ହବ ତା ଦିହରେ ଆଉ କଣ କରିବେ କଣ ଯଦି ତମର କିଛି କଷ୍ଟ ଭୋଗିବାକୁ ଅଛି ହଁ। ଗୋଟା ଛୁଞ୍ଚି ରନ୍ଧ୍ର ଭଳି ରାସ୍ତା ଏ ଜବରଦସ୍ତ ତମକୁ ପୁରେଇବେ ତମ ମୁଣ୍ଡ ଚେପା ହେଇଯିବ ଏ ବାପା ଯମ ଯନ୍ତ୍ରଣା ଠିକ 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 ଖାଲି ସେତିକି ନୁହଁରେ ଆଉ ଗୋଟା ବିଷ୍ଟା କୁଣ୍ଡ ହେଇଥିବ ହଁ ହଁ ତାର ଦେହରେ ପାଣିଆ ପତଳା ପତଳା ବିଷ୍ଟା ଆହା ପକେଇଦେବେ କି ଛଟପଟ ହବ ରେ ଯମ ଯନ୍ତ୍ରଣା ସେତିକି ନୁହଁ ଆଉ ସାରେ ତମକୁ ସେଠି ଗୋଟା ବଡ ମଣିଷ କରିଦେବେ ହଁ ସାପ ଘରେ ନେଇକିରି ପକେଇଦେବେ ଆଜ୍ଞା। ହାତ ଗୋଡ ବାନ୍ଧିକିରି ବାସ୍। ଏଣୁ ଆସିବ ସାପ ମାରିବ ଆଜ୍ଞା। ତେଣୁ ଆସିବ ସାପ ମାରିବ ଆଜ୍ଞା। ତାକୁ କହନ୍ତି ଅହି ନରକ ଯନ୍ତ୍ର ବାପା ଯନ୍ତ୍ରଣା କେମିତି ଯମ ଯନ୍ତ୍ରଣା ଭୋଗୁଛୁ ଟିକେ ଦେଖ ଠିକ 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 ତାହେଲେ ୟାକୁ ଆପଣ ମାନେ ଭୁଲି ପାରିବେ କି ତେଣୁ ମନ କହୁଛି ରେ ପାଇଲା ଧନ ନ ହୋଗା ମନ କହୁଥିଲେ ପାଇଲା ଧନ ନ ହୋଗା ମନ କହୁଥିଲେ ପାଇଲା ଧନ ନ ହୋଗା ପରମ ପୁରୁଷ ରତନକୁ ଛାଡ଼ି ଏ ପରମ ପୁରୁଷ ରତନ ତୁଧାରେ ଅନୁଗର ବଡ଼ ପୋତା ମନ କହୁଥିଲେ ପାଇଲା ଧନ ନ ହୋଗା
ଇଏ ହଉଛି ଯମପୁରର ଚିତ୍ର ନାଇଁ କି ତାହେଲେ ଆମକୁ ନିଶ୍ଚିତ ସେଠିକି ଯିବାକୁ ପଡିବ ହଁ ନିଶ୍ଚିତ ଯିବା ଏମିତି କଷ୍ଟ ଭୋଗିବାକୁ ପଡିବ ବସ୍ ତାହେଲେ ଆମେ କେମିତି ଯମ ଯନ୍ତ୍ରଣାରୁ ରକ୍ଷା ପାଇବା ଏ କଣ ଗୋଟେ ଉପାୟ ଚିନ୍ତା କରନ୍ତୁ କେମିତି ଆମେ ଏଥିରୁ ବର୍ତ୍ତି ତେଣୁ ମନ କହୁଛି ରେ ପାଇଲା ଧନ ନହଜା ହଜା ଜୀବନକୁ ତୋର ଯମ ଘେନି ଯିବ ଧନ ଘେନି ଯିବ ରୋଜା କହଇ କରୁଣା ଗୁରୁ ସେ ବି ଥିଲେ କି କରିବ ଯମ ରାଜା ରାଜା ତାହେଲେ ଆମକୁ ଏଇ ସବୁ କାମ କରିବାକୁ ପଡିବ ଠିକ 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 ମୋର କହିବାର ତାତ୍ପର୍ଯ୍ୟ ଆଜ୍ଞା ଯମ ଯନ୍ତ୍ରଣା ନିଶ୍ଚିତ ମା ମାନେ ପଣ୍ଡିତ ମାନେ ଆମେ ଭୋଗିବା ହଁ ଭୋଗିବା ତ ନିଶ୍ଚିତ ଆଚ୍ଛା ଯିଏ ଆମକୁ ପଚାରିବ ଗାୟକ ବାବୁ ହଁ ଯମପୁର କୋଉଠି କଣ ଇଏ ଏତିକି ଜାଣିପାରୁନା ଆଜ୍ଞା ଯମପୁର କୋଉଠି ଆଜ୍ଞା ଆ ସ୍ୱର୍ଗପୁରରେ ହଉଛି ଯମପୁର ଯମପୁର ସ୍ୱର୍ଗପୁରରେ ଯମପୁର ସ୍ୱର୍ଗରେ କଣ ଆଜ୍ଞା ଏତିକି ଜାଣିନା ସ୍ୱର୍ଗପୁର ହଉଛି ଯମପୁର ହଁ ହଁ ଆରେ ଓଲା ଆଜ୍ଞା ଆଜ୍ଞା ବର୍ତ୍ତମାନର ବିଜ୍ଞାନ ମଙ୍ଗଳ ଗ୍ରହରେ ବାସସ୍ଥାନ କରିବ ବୋଲି ଚିନ୍ତା କଲାଣି ଆଚ୍ଛା ଚନ୍ଦ୍ରରୁ ଆମର ଦିଥର ଫେରିଲାଣୁ ପୁଣି ଦକ୍ଷିଣ ମେରୁରୁ ଫେରିକିରି ଲୋକ ପଠେଇବୁ ଏବେ ହଁ 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 କାହିଁ ଯମପୁର ତ ଆମେ ଦେଖିବାକୁ ପାଉନୁ କାଇଁ ନାହିଁ ତ କୋଉଠି ସାଇଟ୍ ହେଇକିରି ପଳେଇ ଯାଉଛନ୍ତି ବୋଧେ ବାଜି ପାରୁନାହାନ୍ତି ଆଉ ସାଇଟ୍ ହେଇକି ପଳେଇ ଆସୁନାହାନ୍ତି ନା 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 ଭେଟ ପଡୁନି ଯମପୁର କୋଉଠି କୋଉଠି ତାର ଉତ୍ତର ହଉଛି ସ୍ୱର୍ଗରେ ଆଜ୍ଞା ଯିଏ ପଚାରିବ ସ୍ୱର୍ଗ କୋଉଠି ଆଜ୍ଞା ଉପରେ ଏବେ ତୁ କୋଉଠି ଅଛୁ ମୁଁ ଅଛି ମର୍ତ୍ତ୍ୟରେ ମର୍ତ୍ତ୍ୟରେ ନୁହଁ ଆଉ ମୃତ୍ୟୁ ଯେସାଂ ସତ୍ୟ ତସ୍ୟ ମର୍ତ୍ତ୍ୟଂ ବିଧୀୟତେ ମରିବା ଏଠି ସତ୍ୟ ବୋଲି ୟା ନା ମର୍ତ୍ତ୍ୟ ଇଏ ତଳେ ଉପରେ ବୋଲି କିଏ କହୁଛି ନା 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 ଆମରି ଭଳି ଆହା ଆମରି ପୃଥିବୀ ଭଳି 9ଟି ଗ୍ରହ ଆଜ୍ଞା ସୂର୍ଯ୍ୟଙ୍କର କିରଣରେ ଆକାଶରେ ବୁଲୁଛି ବସ୍ ବସ୍ ଆମେ ସବୁ ସ୍ୱର୍ଗରେ ଅଛେ ଦେବତା ହଁ ମୁଁ ପ୍ରଥମରୁ କହିଛି ଆଜ୍ଞା ଇ ସେତ୍ୱେ ଯେତ୍ୱା ବାୟବସ୍ତ ଦେବବଃ ଆମେ ବାୟବସ୍ତ ଦେବବ ଅର୍ଥ ପ୍ରେରିତ ଦେବତା ତା ଆପଣ ପୁରାଣରେ ଗପ ଶୁଣିଛନ୍ତି ସ୍ୱର୍ଗରେ ଦେବତାରେ ତାହେଲେ ଆମେ ସ୍ୱର୍ଗରେ ନା ନାଇଁ ମର୍ତ୍ତ୍ୟରେ ଜଣା ପଡିଗଲା ପ୍ରମାଣ ହେଇଗଲା ସ୍ୱର୍ଗରେ ଆଉ। ଆପଣ ଦେଖୁନାହାନ୍ତି ଠିକ কলে ঘুরে আম পৃথিবীটি চোকা চোকা ভৌরি ঘুরুচি সে বহে তার ধরতে বাহুরি ঘুরতে সে বাহু তার ধরতে বাহুরি এতে বড় দেহ তার সোনরে বুলাই নিজ চারি পটে নট পারে বুলাই নিজ তারে পটে নট পারে বুলাই তাহলে স্বর্গরে পৃথিবী বুলুচি না নাই হ্যাঁ 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 যদি পৃথিবী স্বর্গরে বুলুচি আজ্ঞা আমি তো সমস্ত স্বর্গরে আছি তাহলে যমপুর কাই আমি দেখি পারু না হে মহাসে উনাহি তাহলে পুরাণরে কোন এ কাহিনী আম পাই মিছ তো নিশ্চয় সে উচায়া যদি পুরাণরে লেখা হয়েছে যমপুর স্বর্গরে অছি আজ্ঞা আমি তো স্বর্গরে অছু ঠিক তাহলে আমি কাই যমপুর দেখি পারুনু আরে না দেখি পারুছ জানি পারুনা হ্যাঁ হ্যাঁ ଆଜ୍ଞା ଜାଣିବା ଦରକାର যমপুর তুমি দেখুছ জানি পারুনা কি বুঝি পারু নাই 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 ଆମକୁ ଟିକେ ଜଣେଇ ଦିଅନ୍ତୁ ବୁଝେଇ ଦିଅନ୍ତୁ কিন্তু ভাগবতরে জগন্নাথ দাস লিখিছন্তি কলে যে মতে দেখে সর্বত ততে বিচারে বুঝিবা প্রতকে যদি আপন পুরাণ কহিবে আজ্ঞা তাহলে প্রত্যক্ষ প্রমাণ করাইবাকু সে কহিলে হ্যাঁ হ্যাঁ পুরাণ শুনিয়া পাই নুহ আজ্ঞা নাই নাই পুরাণকু দেখাইবা পাই সে কহুচন্তি ঠিক ঠিক যে মতে দেখে সর্বতত্ত্বে আহা বিচারি বুঝিবা প্রত্যক্ষ এ পুরাণ প্রত্যক্ষরে প্রমাণ নকলা পর্যন্ত আহা ଆମେ ଆଉ ଗାଁ ବାଲାଙ୍କ ଭଳିଆ ଧୂପ ଲଗେଇକିରି ବ୍ରାହ୍ମଣକୁ ଡକେଇକିରି ପୁରାଣ ଶୁଣେଇବୁ ଅରୁଆ ଖାଇବାକୁ ଶେଷକୁ ତମକୁ ଦବୁ ଆମେ ତ ସେଇ ରାମ ଶୁଣିଛୁ ସେଇ ରାବଣ ଶୁଣିଛୁ ଆଜ୍ଞା ସେଇ ଯମପୁର ବୋଲି ପୁରାଣରେ ଲେଖା ହେଇଛି ହଁ ହଁ ଆଉ ତମେ ବକ୍ତା ହେଲ କି ଗାୟକ ହେଲ ହଁ କଣ ଅଧିକ କହିଲେ ଯେ ଆମେ ପଇସା ଦବୁ କଣ ତମ କ୍ୱାଲିଟି ସେ କହୁଛନ୍ତି ଯେ ମୋତେ ଦେଖେ ସର୍ବତତ୍ତ୍ୱେ ଏ বিচারি বুঝিবা প্রত্যক্ষে এ কলে বুঝিলে তত্ত্ব উপদেশ তেবে করিবা কর্ম নাশ তেণু তত্ত্বকু বুঝ আহা তাহলে ভ্রান্তি তুটি যাব ঠিক ঠিক তাহলে প্রশ্ন হচ্ছে যমপুরকু আমি কেমতি দেখিবা দেখিবা
না এবে দেখন্তু আহা স্বর্গ আউ নরক আ নরক কহিলে কোন বুঝিছু କହିଲେ ନର୍କ ଯନ୍ତ୍ରଣା ଯୋଉଟାକୁ ଭୋଗୁଛେ ଆଉ। ଠିକ। যমপুর ଯମପୁର ଆଉ। বুঝিলু ଆଜ୍ଞା স্বর্গ কহিলে ଆଜ୍ଞା ଉପରେ ଆଉ। কলে স্বর্গটি সর্বভোগ সুখ নরক যাত न देते कहा नरक जातो न देते कहा नरक जातो न देते कहा স্বর্গটি সর্বভোগ সুখ আহা নরক যাত না যেতে जीते को মଣିষ যদি সুখরে ଅଛି आ गया লোকে কইবা দেখ হে সে বুঢ়া কোন পুণ্য করথলা কে জানি স্বর্গ সুখ তো ভোগুছি पाउची যদি দুঃখরে ଅଛି ରୋଗରେ ଅଛି आहा না রে সে লোক কোন করথলা কেতেবেলে কি জানি নরক যন্ত্রণা ভোগুছি छी छी তাহলে স্বর্গ নরক কোউঠি अब গোটিয়ে জায়গারে आहा কলে স্বর্গ নরক বেনি বাণী এহা মু এক कबर में जारी ये हम एक कबर में जारी ये हम एक कबर में जारी স্বর্গ যোউঠি জগন্নাথ দাস কহিলে নরক সেইটি ठीक স্বর্গ ইহা নরক ইহা আহা। যেহেতু আমি আকাশরে অছি हे না তাহলে যমপুর যেতে যন্ত্রণা কহিল আমাকে দেখাও आओ ପ୍ରାକ୍ଟିକାଲ କରନ୍ତୁ। না কিয়ে দেখাইবে किसी মু তো নিমিত্ত মাত্র আহা। না যে দেখিছি সে দেখাই দেব ठीक ତାହେଲେ କିଏ ଦେଖିଛି କିଏ ଦେଖେଇବ ଆମେ ଜାଣିବା। জগত গুরু শঙ্কর आ गया কহিলে ଆଜ୍ଞା কলে আদৌ কর্ম প্রসঙ্গাত কলয়তি কলুষং आहा মাতৃকুক্ষ স্থিত মাং आहा কলে বিড়িমূত্রা মেধ মধ্যে ব্যথয়তি নিতরাং আহা। জাথরো জাত বেদা आहा যত যত বৈতত্র দুঃখং ব্যথয়তি নিতরাং শক্যতে কেন বক্তুম आहा ক্ষান্তব্যমে অপরাধ শিব 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 ভো শ্রী মহাদেব শম্ভো